ଯେ ଆପଣ ମାନେ ଯୋଉ ପ୍ରଶ୍ନ ପଚାରୁଛନ୍ତି ଆପଣ କଣ ଭାବୁଛନ୍ତି ମାନେ ନ୍ୟାୟ ଦେବା ପାଇଁ ଏହା କରିଛନ୍ତି? ପ୍ରଥମେ ଘଟଣା ଘଟିବା ପରେ ପରେ ଏମାନେ ଘଣ୍ଟ ଘୋଡ଼ାଇବାରେ ଲାଗିଲେ। ଜଣେ ପୁଲିସର ବଡ଼ ବାବୁ କହିଲେ ପୁଲିସର କ'ଣ ଭୁଲ? ସେଇଥିପାଇଁ ଆମର ତାଙ୍କର ପ୍ରଶ୍ନ ତାଙ୍କୁ ଆମର ପ୍ରଶ୍ନ ଥିଲା ଯଦି ପୁଲିସର ଭୁଲ ନଥିଲା ଆଇଆଇସି ବଦଳିଲେ କାହିଁକି 4 ଜଣ ପୁଲିସଙ୍କୁ ସସ୍ପେଣ୍ଡ କଲେ କାହିଁକି? ମୋ କହିବା କଥା ପୋଲିସ ତଦନ୍ତ ନ ସରୁଣୁ ସିପି ହୁଅନ୍ତୁ ଡିସିପି ହୁଅନ୍ତୁ କ୍ଲିନ୍ ଚିଟ୍ କେମିତି ଦେଇ ଦେଉଛନ୍ତି? ବର୍ତ୍ତମାନ ତ ସେଇ ଯେଉଁ ପାର୍ଟିରେ ଉଆ ସେଇ ପାର୍ଟିରେ ଉଷୁନା। ଯେଉଁ ପାର୍ଟିରେ କହିଦେଲେ ଯେ କ'ଣ ଭୁଲ ଅଛି ସେଇଠି ତ ହାତ କାଟିକି ଲେଖିଲେ ସସ୍ପେଣ୍ଡ ବୋଲି। ଏବଂ ଆଉ ଗୋଟେ ରହିଲା ଭିଡ଼ ହତ୍ୟା, ଏହାକୁ କାହିଁକି ଗ୍ରହଣ କରାଯିବନି? ଏ ଯେଉଁ ବର୍ବର କାଣ୍ଡ ଏଇଟା ଆମ ଦେଶରେ ପ୍ରାୟତଃ ଘଟେ ନାହିଁ, ଆଉ ଆମ ରାଜ୍ୟରେ ଆଦୌ ବି ଘଟେ ନାହିଁ। କାହିଁକି ନା ଆପଣ ଦେଖିବେ ଗଣ୍ଡଗୋଳ ଗୋଟେ ସାଧାରଣ ଜିନିଷ, ସବୁବେଳେ ଗଣ୍ଡଗୋଳ ହୁଏ। ଗାଁ ଗହଳିରେ ଗଣ୍ଡଗୋଳ ହେଲେ ଧକିଆ ମୁଖି 2-4ଟା ଗୋଇଠା, ଅତି ବେଶୀରେ ଯଦି କିଏ ଗୋଟେ ଦାରେ କି ଗୋଟେ ଛୁରୀରେ ଟିକେ ନାକୁ ମାନେ 2-4ଟା କି 6ଟା ଖଣ୍ଡେ ଷ୍ଟିଚ୍ ପଡ଼ିଥିବ, ଆପଣ ଦେଖିଥିବେ, ଖବର ପାଇଥିବେ। କିନ୍ତୁ ଏବେ ଯେଉଁ ଘଟଣା ଘଟୁଛି ମାନେ ହିସାବ କରନ୍ତୁ, ଯେଉଁ ସାଉଥ୍ ଫିଲ୍ମ ଷ୍ଟାଇଲରେ ଭିଲିଆନ୍ ଯେଉଁ ଭଳିଆ ମାରୁନାହାନ୍ତି, ମୁଁ ଭାବୁଛି ସେ ଭିଲିଆନଙ୍କ ଭୂତ ଆଙ୍କ ଦେହରେ ବସିଯାଇଛି। ମାନେ କେତେ ଜୋରେ ସାଉଥ୍ ଫିଲ୍ମ ଦେଖିଦେବେ, ହିରୋ ହଉ ଭିଲିଆନ୍ ହଉ ମାନେ ମୁଣ୍ଡ ଛେଚାରା କଲା ପର୍ଯ୍ୟନ୍ତ ମାରିବେ, ମାନେ ଅତି ବିଭତ୍ସ କୁତ୍ସିତ ଭଳିଆ କରିକି। ତେଣୁ ଇଏ ଗୋଟେ ମାନସିକତା ଡେଭଲପ୍ ହେଇଛି। ଆପଣ ଆଜି ଭିଡ଼ ହତ୍ୟାରେ ଇଏ କରିଦେଲେ, କାଲି ଆଉ କେଉଁଠି ଘଟଣା ଘଟିବ ସେ ଜାଣିଲେ ଯେ ଆଜି ତ ମାରିଦେଲେ କାଲି ବେଲ୍ ମିଳୁଛି, ଆମେ କହିଦେବା ଆମେ ସମସ୍ତେ ଜାଣିପାରିଲୁନି କି ଅଜାଗାରେ ବାଜିଗଲା। ଆ ପାଇଁ ଗୋଟେ କଠୋର ନିୟମର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ପୁଲିସଙ୍କର ଅଧିକା ଦାୟିତ୍ୱ ରହିଛି।